କାଲିର ବାଇଟ୍ରେ ଆପଣ ଆଜ୍ଞା ଆପଣଙ୍କର ପରିଚୟଟା ମନୋରଞ୍ଜନ ମିଶ୍ର, ଅଧ୍ୟକ୍ଷ ଉଜ୍ଜଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଜ୍ଜଳପୁର। ଆଜ୍ଞା ଘଟଣାଟା କାଣା? ଘଟଣାଟା ହେଇଥିଲା 2 ଦିନ ତଳେ ଆମର 17 ତାରିଖ ଦିନ ଆମର ଫେରୱେଲ୍ ମିଟିଂ ଥିଲା। ପିଲା ସବୁ ଆମର ଗ୍ୟାଦରିଂ ହେଇଥିଲେ ଏଇନେ ଫାର୍ଷ୍ଟ ଇୟର୍ ସେକେଣ୍ଡ ଇୟର୍। ସେ ହେମାନନ୍ଦ କିଷାନ ବୋଲି ଗୋଟେ ପିଲା ସେକେଣ୍ଡ ଇୟର୍ର କ୍ଲାସ୍ 12ର, ସେ ତାকে ଡାକି ନେଲା ସେ ଫାର୍ଷ୍ଟ ଇୟର୍ର ଶିବା ମାଝିକେ, ଆଉ ତାକେ ଆଟାକ୍ କରିଛେ। ସେ ଗୋଟେ ଛୁରୀ ଧରିଥିଲା ବୋଧେ, ଛୁରୀରେ ବୋଧେ ତାକେ ଆଟାକ୍ କରିଛେ। ଇଏ ଯାହା କହୁଛେ, ଶିବା ଯାହା କହୁଛେ, ହେଲେ ଶିବା ତାପରେ ଦୌଡ଼ି ଦୌଡ଼ି ଆସିଲା, ତାର ହାତରୁ ବ୍ଲଡ଼ ବାହାରୁଥିଲା। ତେଣୁ ଆମେ ଇମିଡ଼ିଏଟ୍ ତାକେ 2ଟା ଷ୍ଟାଫ୍ ଦେଇକରି ପଠାଲୁ ଭିଡ଼ିଓ ସର୍ଗିପାଲି ମେଡ଼ିକାଲକେ ନେଇକରି ଗଲେ। ତାର ଷ୍ଟିଚ୍ ବ୍ୟାଣ୍ଡେଜ୍ କରାଲେ, ବ୍ୟାଣ୍ଡେଜ୍ କରେଇକିରି ଆଣିଲେ। ତାପରେ ମୁଇଁ ଶିବାଇ କହିଲି ଯେ ଷ୍ଟାଫ୍ ନେଇକରି ଘରେ ଛାଡ଼ିଦେବେ। ସେ କହିଲେ ନି ଆଜ୍ଞା ଠିକ୍ ଅଛେ, ଆଉ ମୁଇଁ ମିଟିଂ ସରିଲେ ଯିବି ଘରକେ। ତାପରେ ସେ ଘରକେ ଗଲା। ତାର ନେକ୍ସଟ ଦିନ ତାର ଗାର୍ଡ଼ିଆନ୍ ଆସିଥିଲେ। ତାର ଗାର୍ଡ଼ିଆନ୍ ସେନୁ ଏଫଆଇଆର୍ କରବାର କଥା କହିଲେ। କହିଲି ଠିକ୍ ଅଛି, ଆପଣ ଯାହା କରିବେ ଆମେ ଆପଣକେ ସପୋର୍ଟ କରୁ। ତାପରେ ଲାଷ୍ଟରେ ତାଙ୍କର କାଣା ଡିସାଇଡ଼୍ କଲେ ଫେର୍ ଇଏ ନି କରୁ। ସେଟା କଥା ହେଇଥିଲା, ସେ ଗାର୍ଡ଼ିଆନ୍ କହୁଥିଲେ ଯେ ହେମାନନ୍ଦକେ ଡାକବାର୍ ଲାଗି। ବେଲେ ହେମାନନ୍ଦକେ ଆମେ କଣ୍ଟାକ୍ଟ କରି ଦେଖିଲୁ, ହେମାନନ୍ଦର କଣ୍ଟାକ୍ଟରେ ସେ ଆଭେଲେବୁଲ୍ ନି ହେଲା। ତେଣୁକରି ଆମେ ସେନୁ ଯେତେବେଳେ ଆଟାକ୍ ହେଇଥିଲା, ସେ ତାର ପରେ ଯେତେବେଳେ ବ୍ଲଡ଼ ମୁଇଁ ଦେଖିଲି, ସେତେବେଳେ ତ ହେମାନନ୍ଦ ନି ଥାଇ। ବ୍ଲଡ଼ ଦେଖିଲା ପରେ ମୁଇଁ ଇମିଡ଼ିଏଟ୍ OICକେ କଲ୍ କରିଥିଲି। OIC କହିଲେ ଯେ ଦେଖୁନ୍ ଯଦି କମ୍ପ୍ରମାଇଜ୍ ଆପଣଙ୍କ ଲେଭେଲରେ ହେଇଯାଉଛେ ତ ଭଲ କଥା, ଆଉ ନି ହେଲେ ଗାର୍ଡ଼ିଆନ୍। ଆପଣ ଫାଷ୍ଟ ପଦକ୍ଷେପ କାଣା ନେଇଥିଲେ ଯେତେବେଳେ ଝଗଡ଼ା ଜାଣିଲେ କି ଯେତେବେଳେ ଆପଣ ପଦକ୍ଷେପ କାଣା ନେଇଥିଲେ? ଯେତେବେଳେ ଆଟାକ୍ ହେଲା ଇମିଡ଼ିଏଟ୍ ମୁଇଁ ମେଡ଼ିକାଲକେ ପଠାଲି ପେସେଣ୍ଟକେ, ଆଉ ଇମିଡ଼ିଏଟ୍ ମୁଇଁ ଫୋନ୍ କଲି OICକେ। ଆଉ OIC କହିଲେ ଯେ କାଣା କେସ୍ ଆମେ ଶୁଣବାର୍କେ ଯେ ପାଇଲୁ ଯେ ଆପଣ ପରେ ଆକ୍ସନ୍ ନେଲେ, ପୁଲିସକେ ଜଣାଲେ ପରେ? ନାଇଁ, ପୁଲିସକେ ମୁଇଁ ଆଉ ନି ଜଣେଇ। ପୁଲିସକେ ଇମିଡ଼ିଏଟ୍ ମୁଇଁ ଜଣେଇଛେ ଫୋନ୍ କରିକିରି। OIC କହିଲେ ଯେ ଆପଣଙ୍କ ଲେଭେଲରେ ଯଦି କମ୍ପ୍ରମାଇଜ୍ ହେଇପାରୁଛେ ଭଲ, କାହିଁକି 2 ଜଣ ପିଲାଙ୍କର କ୍ୟାରିୟର ଉପରେ ହେଲେ ଆଞ୍ଚ ଆସବା ଯଦି କୌଣସି ପୋଲିସ କେସ୍ ହୁଏ। ତେଣୁକରି ଆପଣଙ୍କ ଲେଭେଲରେ ଯଦି ସର୍ଟ ଆଉଟ୍ ହେଉଛେ, ମୁଇଁ ଚେଷ୍ଟା କଲି ଡାକିକିରି ଇଏ କରବାର୍ ଲାଗି। ତାପରେ ତାଙ୍କର ଗାର୍ଡ଼ିଆନ୍ କହିଲେ, କିଏ ଯିଏ ଆଟାକ୍ ହେଇଥିଲା ଶିବା ମାଝିର ଗାର୍ଡ଼ିଆନ୍ କହିଲେ ଯେ ନି ଆମେ ଏଫଆଇଆର୍ ନି କରୁ। ତାପରେ ଫେର୍ ନେକ୍ସଟ ମୋମେଣ୍ଟରେ ସେମାନେ ଯାଇକରି ଏଫଆଇଆର୍ କରିଛନ୍। ତାପରେ ଗତକାଲି ପୋଲିସ ଆସିଥିଲା। ପୋଲିସ ଆସିକିରି ଆମକୁ ଯାହା ଇନଫର୍ମେସନ୍ ନେବାର କଥା ନେଇକିରି ଯାଇଛନ୍। ଆଜ୍ଞା ଯଦି କଲେଜରେ ଯଦି ଛୁରା ମାଡ଼ ହେଇପାରୁଛେ, ବେଲେ ବନ୍ଧୁକ ଫିର୍ ତ ଧରିକିରି ପିଲାମାନେ ଆସିପାରୁଥିବେ ଆଜ୍ଞା। ଶୁଣନ୍ତୁ, ସମସ୍ତଙ୍କର ସେଟା ତ ଆମର 256 ପିଲାରେ ଆମେ ସବୁ ପିଲାଙ୍କୁ କହିପାରିବୁ ନାହିଁ କେତେବେଳେ କେଉଁ ପିଲା କ'ଣ କରିବେ। ତାପରେ ଆପଣଙ୍କର ସିସି କ୍ୟାମେରା ଅଛି? ଯେଉଁ ସିସି କ୍ୟାମେରା ତ ଅଛି, କିନ୍ତୁ ସବୁ ଜାଗାରେ ତ ସିସି କ୍ୟାମେରା ଲାଗିନି। ଆମର କ୍ଲାସରୁମ୍ ଗୁଡ଼ାରେ ମେନଲି ଲାଗିଛି, ଆଉ ଗେଟ୍ ପାଖରେ ଲାଗିଛି। ଗ୍ରାଉଣ୍ଡ ଭିତରେ ଝଗଡ଼ା ହେଲା କି ବାହାରେ ହେଲା? ଜଷ୍ଟ ଗେଟ୍ ପାଖାପାଖି। ଆଉ ଗ୍ରାଉଣ୍ଡ ସେଟା ହଁ, ବେଲେ ସେ ଯିଏ ଇଏ ହେଇଛନ୍, କ୍ଷତି ବି ହେଇଛନ୍, ସେମାନେ କାଣା କହୁଛନ୍ ଏସେନ୍? ନାଇଁ ଏଖେନ୍ ସେମାନେ ତ ତାଙ୍କର ଏଫଆଇଆର୍ କରିଛନ୍ତି। ସେଟା ପୋଲିସ ତାର କେସ୍ ହ୍ୟାଣ୍ଡ ଓଭର କରି ପୋଲିସ ଆସିଥିଲେ ଇନଭେଷ୍ଟିଗେସନ୍ କାଜେ? ଗତକାଲି ଆସିଥିଲେ। ହଁ, କାଣା କହିଲେ ଆଜ୍ଞା? ସେମାନେ ଇନଭେଷ୍ଟିଗେସନ୍ କରିକି ତାଙ୍କ ଡିଟେଲ୍ ଡାଟା ନେଇଛନ୍। 2ଟା ପିଲାଙ୍କ ଡିଟେଲ୍ ଡାଟା ନେଇଛନ୍। ତାପରେ ଆକ୍ଚୁଆଲି ପ୍ରକୃତ ଘଟଣା କାଣା ହେଇଛି? ପ୍ରକୃତ ଘଟଣା ଆଉ କିଛି ନାହିଁ। ଜଷ୍ଟ ତାଙ୍କ ଭିତରେ କ'ଣ ତାଙ୍କର ପର୍ସନାଲ ଇଏ ରାଗ ଥିବ। ଆମେ ଶୁଣବାର୍ କାଜେ ପାଇଲୁ ଯେ କିଛି ତାମାନେ ଇଣ୍ଟରନାଲ ଭିତରର କିଛି ଝିଅମାନଙ୍କର ଉପରେ କମେଣ୍ଟ ମରାମରିରେ ଇଏ ହେଇଥିଲା ବୋଲିକି ଝଗଡ଼ା ଚାଲିଛି ନାଇଁ, କହିକିରି। ସେମିତି ଆମ ପାଖକୁ କୌଣସି ଝିଅମାନଙ୍କର ବି କମ୍ପ୍ଲେନ୍ ଆସିନାହିଁ। ଆଚ୍ଛା ଆପଣ କେତେ ସୁରକ୍ଷିତ ଭାବୁଛନ୍ ଯେ ଆପଣଙ୍କର ଷ୍ଟୁଡେଣ୍ଟ ମାନେ ସବୁ ଭଲ ଅଛନ୍ କହିକିରି କଲେଜରେ? ଶୁଣନ୍ତୁ, +2 ଛୁଆ ସବୁବେଳେ ଭଲ। କେବେ ବି ଆମର ଏତେ 1994 ମସିହାରୁ କଲେଜ ହେଲାଣି, କେବେ ବି ଏମିତି କେସ୍ ହେଇନଥିଲା। ଏବଂ ବର୍ତ୍ତମାନ ଯେଉଁ ଆଡ଼ମିସନ୍ରେ ଯେଉଁ ଏଜ୍ କିଛି ଲିମିଟେସନ୍ ରହୁନି, ଆଉ ବହୁତ ଅଧିକା ଏଜ୍ର ପିଲାମାନେ ପାଇଯାଉଛନ୍ତି ଆଡ଼ମିସନ୍, ସେଇଟା ଗୋଟେ ପ୍ରୋବ୍ଲେମ୍ ହେଉଛି। ଆମର ଯେତେବେଳେ ଆଡ଼ମିସନ୍ ପ୍ରୋସେସ୍ ଥିଲା ଆମ ହାତରେ, ସେତେବେଳେ ଆମେ ପିଲା ଦେଖିକିରି ଫ୍ରେଶ୍ ପିଲା ରହୁଥିଲୁ। ଯେତେବେଳେ ଆମେ ଫ୍ରେଶ୍ ଥିଲୁ, ଆମେ ନୂଆ କଲେଜରେ ଚାକିରି କରିଥିଲୁ, ସେତେବେଳେ ବହୁତ ଏଜେଡ୍ ପିଲା ଆସୁଥିଲେ। ସେମାନଙ୍କ ଭିତରେ ବି ଏସବୁ ଇଏ ନଥିଲା। ଆଚ୍ଛା ଝିଅ ପିଲାମାନଙ୍କର ଉପରେ କେତେ ପଦକ୍ଷେପ ନେଇଛନ୍ତି ସୁରକ୍ଷା ଆପଣ? ଝିଅ ପିଲାମାନଙ୍କ ପାଇଁ ଆଗରୁ ବି ଗୋଟେ ପୋଲିସ କେସ୍ ହେଇଥିଲା। ଜଣେ ସାର୍ ସେମିତି ଗୋଟେ ଇଏ କରିଥିଲେ। ଆମର ପୋଲିସ ପାଇଁ ଆମେ ପୋଲିସକୁ ମଝିରେ ବି ଇନଫର୍ମ କରୁଛୁ। ଏଠି ସବୁ ରାସ୍ତା ଉପରେ ବି ସବୁ ମଦ ଫଦ ପିଇକିରି ପୋଲିସ ଆସିକିରି ଏଇନେ ସୁରକ୍ଷା ବ୍ୟବସ୍ଥା ପେଟ୍ରୋଲିଂ କରୁଛନ୍? ପୋଲିସ ପେଟ୍ରୋଲିଂ ବହୁତ କମ୍, ନାହିଁ କହିଲେ ଚଳେ। ତା ବିଷୟରେ ନେଇକିରି ଆପଣ ହଁ, କାହାକେ ପୋଲିସ ଏ ବିଷୟରେ ନେଇକିରି ଆପଣ କାହାକେ ଦୋଷ ଦେବେ?
ନାଇଁ ଦୋଷ ସମସ୍ତଙ୍କର ଅଛି, ପ୍ରଶାସନର ଅଛି, ସରକାରଙ୍କର ଅଛି। ମୁଁ ତ କହିଲି ଆପଣଙ୍କର ଇ ଆଡ଼ମିସନ୍ ପ୍ରୋସେସରେ ବି ଯାହା ସବୁ ଅସୁବିଧା ରହୁଛି, ବହୁତ ଏଜେଡ୍ ପିଲା ଆଡ଼ମିସନ୍ ପାଇଲା ବେଳକୁ ସେମାନଙ୍କୁ ତ ଆମେ ମନା କରିପାରିବୁନି କ୍ଲାସ୍କୁ ନ ଆସିବା ପାଇଁ। ତେଣୁକରି ଏଇଭଳିଆ ପିଲା ତ ସବୁ ଆପଣ ତ ଦେଖୁଛନ୍ତି, ଯିଏ ଯାହାକୁ ଛୁରା ମାଡ଼ ହେଇଛି ତାର ବୟସ 20 ବର୍ଷ, ଆଉ ନହେଲେ ଆମର +2 କେଉଁ ପିଲା ପଢ଼ିବା କଥା, ଆପଣଙ୍କର 17 ବର୍ଷ ଭିତରେ ପିଲା ପଢ଼ିବା କଥା। ଯଦି 20 ବର୍ଷ 25 ବର୍ଷର ପିଲା ଯଦି ଆସିକିରି କଲେଜରେ ପଢ଼ିବେ ତାହେଲେ ତ, ତଥାପି ଆମେ ଆମ ଲେଭେଲରେ ବହୁତ ବୁଝାଉଛୁ ପିଲାଙ୍କୁ ଯେମିତି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ। ଏବଂ ଏଇ ଯେଉଁ କେସ୍ ହେଲା ୟା ପରେ ଆମେ ବି ତ ଆହୁରି ସଚେତନ ହବୁ ଏବଂ ସବୁ ପିଲାଙ୍କୁ ସଚେତନ କରିବୁ। ସେ ସଚେତନ ବିଷୟରେ ଟିକେ ଆୱାରନେସ୍ କରିପାରିବେ କି, ଆମକେ ହଁ। ଜଣେଇ ପାରବେ କି କାଣା କି ଯେତେବେଳେ ଏନ୍ତା ଘଟଣାଟେ ଘଟି ସାରିଛେ, ହଁ ଏ ଘଟଣାର ନିଶ୍ଚୟ ନିଶ୍ଚୟ ଆପଣ ତାର ଦେଖନ୍ତୁ। ଏକ୍ସଟ୍ରା ଡେଭଲପମେଣ୍ଟ କାଣା ଯେ ଆପଣ ସୁରକ୍ଷା ଇନେ ରଖିବେ ଏଟା। ଏବେ ସୁରକ୍ଷା କହିଲେ ଆମର ଗେଟ୍ ସବୁବେଳେ ତାଲା ପଡ଼ିବ ଏବଂ ଯେମିତି ହାଇସ୍କୁଲରେ 10ରୁ 5 4 ପର୍ଯ୍ୟନ୍ତ ସେମାନେ ପୁରା ସ୍କୁଲ ଭିତରେ ରହୁଥିଲେ ଆମେ ସେମିତି ରଖିବୁ। ଆଉ କଲେଜ ନାହିଁ, ହାୟର ସେକେଣ୍ଡାରୀ ସ୍କୁଲ ମାନେ ସ୍କୁଲ ଭଳିଆ ରହିବେ ପିଲା। ଆଉ ପିଲାଙ୍କୁ ବାଇକ୍ ଫାଇକ୍ ବି ଆଣିବା ପାଇଁ ବନ୍ଦ। ବର୍ତ୍ତମାନ ଗେଟ୍ ତାଲା ପଡ଼ିବ ଏବଂ ଗେଟ୍ରୁ କେହି ବାହାରି ପାରିବେ ନାହିଁ, କେବଳ ଖାଇ ଛୁଟି ବାସ୍ ଯଦି ହବ ହବ, ନହେଲେ ଆଉ କିଛି ଆପଣଙ୍କର ହବ ଯେଉଁ ନାହିଁ। ସେରେମୋନି ହଉଥିଲା ଯେ ଆନୁଆଲ ଡେ, ହୁଁ। ସେ ଆନୁଆଲ ଡେରେ ଆପଣଙ୍କର ବାହାର ପିଲା ବି ଆସି ଯାଇଥିଲେ କି ଇନଫର୍ମର ପିଲା ଖାଲି ଥିଲେ? ଆନୁଆଲ ଡେ ଫେରୱେଲ୍ ଥିଲା, ଫେରୱେଲ୍ ଥିଲା, ବାହାର ପିଲା କେହି ନଥିଲେ। ବାହାର ପିଲା କେହି ନା ନଥିଲେ? କେହି ନଥିଲେ। ଯାହାକି ଆମେ ଶୁଣବାର୍ କାଜେ ପାଇଲୁ ହୁଁ। ଯେ ଆପଣ ପରେ ଆକ୍ସନ୍ ନେଇଛନ୍ ପୁଲିସ ପ୍ରଶାସନ କି? ନାଇଁ ସେଇଟା ଆପଣ କ'ଣ ଶୁଣିଛନ୍ତି ସେଇଟା ତ ପୋଲିସ କହିବ, ଆପଣ ପୋଲିସକୁ ଏନକ୍ୱାରି କରିପାରନ୍ତି। କିନ୍ତୁ ମୁଁ ତ କହୁଛି ଅନ୍ୟ ବାଇକରେ ତାର ମାନେ ସେ ଇମିଡିଏଟ୍ ପିଲାକୁ ଆମେ ମେଡିକାଲକୁ ପଠେଇଛୁ ଯିଏ ଭିକ୍ଟିମ୍, ଏବଂ ଇମିଡିଏଟ୍ ମୁଁ OICକୁ କଲ୍ କରିଛି। OIC ଯାହା ଆଡ଼ଭାଇସ୍ କରିଛନ୍ତି ମୁଁ କହିଲି ଲିଗାଲ ଆଡ଼ଭାଇସ୍ ଆପଣଙ୍କଠୁ ଆମେ ନେବୁ, କାହିଁକିନା ଏମିତି କେସ୍ କେବେ ହେଇନଥିଲା। ତେଣୁକରି ଆମ ନଲେଜରେ ଇମିଡିଏଟ୍ ମୁଁ OICକୁ କଲ୍ କରିଛି ଏବଂ OICଙ୍କର ସାର୍ ଏହା ଦ୍ୱାରା ତାର ମାନେ କଲେଜର ବଦନାମ ନାଇଁ ଉପରେ ଶୁଣନ୍ତୁ, ଆସିଲା ଟିକେ। ନାଇଁ କଲେଜର ବଦନାମ ତ ନିଶ୍ଚୟ। ଗୋଟେ ଶିକ୍ଷାନୁଷ୍ଠାନରେ ଆମେ ପାଠ ପଢ଼ାଇବା ପାଇଁ ପିଲାଙ୍କୁ, ଆମେ କେଉଁଠି ମାରପିଟ କରିବା ପାଇଁ ତ ପିଲାଙ୍କୁ ଏଠି ଆଡ଼ମିସନ୍ କରୁନୁ। ଆମେ ଚାହିଁବୁ ପିଲା ଭଲରେ ପାଠ ପଢ଼ିକିରି ଭଲ ମଣିଷ ହୁଅନ୍ତୁ, ନାଇଁ ଏ ସମାଜକୁ ଘଟଣାରେ ସୁଧାର। ତାର ମାନେ ଆପଣଙ୍କର କଲେଜ ଟିକେ ବଦନାମ ହେଲା କି ନାଇଁ? ହଁ କଲେଜ ନିଶ୍ଚୟ ବଦନାମ ହେଲା, କଲେଜ ବଦନାମ ହେଲା ଏବଂ ସେଥିପାଇଁ ଆମେ ପୁରା ପଦକ୍ଷେପ ନେବୁ କେମିତି କଲେଜ ଠିକ୍ ରହିବ ଏବଂ ଆମେ ଆହୁରି ଚେଷ୍ଟା କରିବୁ ଆଉ କଡ଼ା। ଆଚ୍ଛା, ଯେଉଁ ପିଲା ମାଡ଼ ଖାଇଛି ସେ ପିଲାର ଉପରେ ଆପଣଙ୍କର କ'ଣ ତାମାନେ ବ୍ୟବସ୍ଥା ରହିପାରିବ ଆପଣଙ୍କର? ପିଲା ଯିଏ ମାଡ଼ ଖାଇଛି କ'ଣ ଯିଏ ବ୍ୟବସ୍ଥା? ଝଗଡ଼ା ହେଲା ହଁ। ତାର ତାର କିଛି ସୁରକ୍ଷାର ଆଉ କିଛି ଆଉ କୌଣସି ପଦକ୍ଷେପ ଆପଣଙ୍କର ଉପରେ ଅଛି କି? ନାଇଁ ଶୁଣନ୍ତୁ, ପୋଲିସ ଯେତେବେଳେ ହ୍ୟାଣ୍ଡ ଓଭର ହେଇଗଲା ଆମେ ଆଉ ସୁରକ୍ଷା ପାଇଁ ତ ତାକୁ ଆଉ 24 ଘଣ୍ଟା ସିକ୍ୟୁରିଟି ଆମେ ଦେଇପାରିବୁନି। ତେଣୁକରି ସେଇଟା ସେ ପିଲା ଯଦି କହିବ ଯେ ନାଇଁ ସାର୍ ଆମକୁ ମୋତେ ସୁରକ୍ଷା ଦିଆଯାଉ, ମୁଁ ସୁରକ୍ଷିତ ନୁହେଁ, ତାହେଲେ ଆମେ ତାକୁ କ୍ଲାସ୍ କରିବା ପାଇଁ ଆଲାଉ କଲାବେଳେ ଆମେ ତାକୁ ଜଗିବୁ ଯେ କେମିତି ତା ଉପରେ କୌଣସି ଆଟାକ୍ ନ ହୁଏ। ଆଉ କଲେଜର ସଚେତନା ଭିତରେ କେତେ ଆପଣ ଆଗ୍ରହୀ ଅଛନ୍? ସଚେତନତା କଲେଜର ସଚେତନତା ଆମର ସବୁବେଳେ କରାହେଉଛି। ଆମର ଗୋଟେ NSS ଅଛି, ଗୋଟେ YRC ରେଡ୍ କ୍ରସ୍ ବାଲା ଅଛନ୍ତି, ସେତେବେଳେ ଆମେ ସଚେତନ କରୁଛୁ। ଏଇ ବର୍ତ୍ତମାନ ତ ଗୋଟେ ମିଟିଂ ଚାଲିଛି ସାଇବର ସିକ୍ୟୁରିଟି ଉପରେ, ସାଇବର ସିକ୍ୟୁରିଟି ଉପରେ ବି ଆମର କ୍ୟାମ୍ପ କରାହେଉଛି। ପିଲା